ବନ୍ଧୁଗଣ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ନ୍ୟୁଜ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଆଜି ଏଇଠି ଆମେ ଜାଣିବା କି ଯେ ଯୋଉ ଡିଅର୍ନେସ୍ ଆଲାଉନ୍ସ ଅଛି ସେଇଟାକୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ବଢେଇକି ତାକୁ 9% ବଢେଇଛନ୍ତି, ସେଥିରୁ କି 230% ରୁ ନେଇକି 239 ପର୍ଯ୍ୟନ୍ତ ପହଞ୍ଚେଇଛନ୍ତି। ସେଇଟା ବି ଆପଣଙ୍କର 1 ଜାନୁଆରୀ 2024 ରୁ ହିଁ ଆପଣଙ୍କର ଲାଗୁ ହବ। ଏବଂ ସେଇଟା କାହା ପାଇଁ କି ସେଇଟା ଆକ୍ଚୁଆଲି ଲାଗୁ ହେଇଛି, ସେଇଟା ଯୋଉ ସିକ୍ସ ପେ ସେଣ୍ଟ୍ରାଲ ପେ କମିଶନରେ କି ଯୋଉମାନେ କି ଅଛନ୍ତି ଏବଂ ଯୋଉମାନେ କି ସିକ୍ସ ପେ କମିଶନରେ କି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅନୁସାରେ ଯୋଉମାନେ ଅଛନ୍ତି ତାଙ୍କ ଅନୁସାରେ ସେଇଟା 9% ରେ କି ଲାଗୁ ହେଇଛି। ଓକେ, ତ ତାଙ୍କୁ ଏବେ ଖୁସି ଖବର ତାଙ୍କ ପାଇଁ କି ଯୋଉଟା କି ଆପଣଙ୍କର 1/1/2024 ରୁ ଲାଗୁ ହେଇଛି, ଯୋଉଠି କି ସେଭେନ୍ଥ ପେ କମିଶନ ଅନୁସାରେ ତାଙ୍କର 50% ଡିଏ ଚାଲିଛି, ଯୋଉଟା କି 1/1/2024 ରୁ କି ସେଇ ଅନୁସାରେ ଦେଖିବା ପାଇଁ ଗଲେ ଆପଣଙ୍କର ସିକ୍ସ ପେ କମିଶନ ଅନୁସାରେ 1/1/2024 ରୁ କି ଆପଣଙ୍କ ସେଭେନ୍ଥ ପେ କମିଶନ ସିକ୍ସ ପେ କମିଶନ ଅନୁସାରେ ଆପଣଙ୍କ 9% ଇନକ୍ରିଜ ହେଇଛି। ତେଣୁ ଆପଣଙ୍କର ସାଲାରୀରେ କି ଯୋଉ ବୃଦ୍ଧି ହେଇଛି ସେଇଟା ଆପଣଙ୍କର ସମସ୍ତଙ୍କୁ ସେଥିରୁ ବେନିଫିଟ ପାଇପାରିବେ, ଯେମିତି ଆପଣଙ୍କ ଟିଚିଂ ଆଣ୍ଡ ନନ୍ ଟିଚିଂ ଯୋଉ ୟୁନିଭର୍ସିଟିରେ ଅଛନ୍ତି ଏବଂ ସେମାନଙ୍କର ସବଅର୍ଡିନେଟ ଜୁଡିସିଆଲ ଅଫିସର ଯୋଉମାନେ ଅଛନ୍ତି ସିକ୍ସ ପେ କମିଶନ ଅନୁସାରେ ସେମାନେ ବି ପାଇପାରିବେ। ଆପଣଙ୍କର ୱାର୍କ ଚାର୍ଜ ଏମ୍ପ୍ଲୟି ଯୋଉମାନେ ଅଛନ୍ତି, ରେଗୁଲାର ପେ ସ୍କେଲ ଯୋଉମାନେ ଡ୍ର କରୁଛନ୍ତି କିମ୍ବା ଜବ୍ କଣ୍ଟ୍ରାକ୍ଟ ୱାର୍କର୍ସ ଯୋଉମାନେ କନସୋଲିଡେସନ ପେ ଅନୁସାରେ ଅଛନ୍ତି, ଯୋଉମାନେ କି ରେଗୁଲାର ପେ ସ୍କେଲ କି ଅଛନ୍ତି, କିମ୍ବା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିଜ୍ ଯୋଉମାନେ କି ସର୍ଭିସରେ ଥିଲେ 5 ଜାନୁଆରୀ 2024 ରୁ କି ସେମାନେ ବି ୟାର ଏନହାନ୍ସ ଯୋଉ ଡିଏ ର କି ବେନିଫିଟ ଉଠେଇ ପାରିବେ। ଓକେ, ଏବଂ ଯୋଉ ବିଲ୍ ରହିବ ସେଇଟା ଆପଣଙ୍କର ଟ୍ରେଜେରୀରେ ଯୋଉ ଆପଣଙ୍କର ସବମିଟ କରାଯିବ ଯୋଉ ଡିଏ ବିଲ୍ଟା, ସେଇଟା ଆପଣ ଜୁଲାଇ 2024 ଅନୱାର୍ଡ ସେଇଟା ଆପଣ ଡ୍ର କରିପାରିବେ। ଏବଂ ତାଙ୍କର ଯୋଉ ଏରିୟର ବଗେରା ରହିଛି ଜାନୁଆରୀ ଟୁ ଜୁନ ପର୍ଯ୍ୟନ୍ତ ଯୋଉ ଏରିୟର ରହିଛି ସେଇଟା ବି ଆପଣଙ୍କର ଡିସବର୍ସ କରିପାରିବେ ଆପଣ। ସେଇଟା ଆପଣ ଜୁଲାଇ 2024 ପରେ ହିଁ ଆପଣ ତାକୁ ଏରିୟର ସହ ଆପଣ ପାଇପାରିବେ। ତେବେ ଏଇଟା ଆପଣଙ୍କର ବହୁତ ବଢିଆ ନ୍ୟୁଜ, ଯୋଉଟା କି ଆପଣ ବେନିଫିଟ ବି ପାଇପାରିବେ ଏଥିରୁ। ଫାଇନାନ୍ସିଆଲ ବେନିଫିଟ ଆପଣଙ୍କୁ ବହୁତ ସାରା ମିଳିବ ଏଥିରୁ, 9% ଯୋଉ ଇନକ୍ରିଜ ହେଲା ଏଥିରେ କି। ତ ଥ୍ୟାଙ୍କ ୟୁ ଗାଇଜ। ଯଦି ଭିଡିଓ ଭଲ ଲାଗିଲା ତାହେଲେ ଆପଣ ଲାଇକ୍ କମେଣ୍ଟ ଆଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ ଜରୁର କରନ୍ତୁ।